ପର୍ଯ୍ୟଟକଙ୍କ ମନ ମୋହୁଛି ଚିତ୍ତାକର୍ଷକ ଚକ୍ରତୀର୍ଥ। ବର୍ତ୍ତମାନ ଋତୁ ପ୍ରାରମ୍ଭରୁ କେନ୍ଦୁଝର ମୁହାଁ ହେଲେଣି ପର୍ଯ୍ୟଟକ। ତେବେ ଆସନ୍ତୁ ଏବେ ବୁଲିଯିବା ସେହି ପର୍ଯ୍ୟଟନ କ୍ଷେତ୍ର ଚକ୍ରତୀର୍ଥ। ଦେଖିବା ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ପ୍ରକୃତି ନିବାସ ଏବଂ ମନଭରି ଉପଭୋଗ କରିବା ପାହାଡ଼ ଝରଣାର ଅକୁହା କଥା, ସେହି ନୀରବତା। କେନ୍ଦୁଝର ଜିଲ୍ଲା ମଧ୍ୟରେ ଅତିକ୍ରମ କରୁଥିବା କରଞ୍ଜିଆ ଭଦ୍ରକ 53 ନମ୍ବର ରାଜ୍ୟ ରାଜପଥର ଆନନ୍ଦପୁର ବ୍ଲକ ତରତରା ଛକଠାରୁ 10 କିଲୋମିଟର ଦୂରରେ ରହିଛି ପାହାଡ଼ ଝରଣା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ପ୍ରକୃତି ନିବାସ ଚକ୍ରତୀର୍ଥ। ପ୍ରକୃତିର ଗନ୍ତାଘର କୁହାଯାଉଥିବା କେନ୍ଦୁଝର ଜିଲ୍ଲାରେ ଥିବା ଶତାଧିକ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଚକ୍ରତୀର୍ଥର ମନୋରମ ପରିବେଶ ହେଉଛି ନିଆରା। ଶାନ୍ତ ସୁଶୀତଳ ଶୋଭନୀୟ ପରିବେଶରେ ନିରାପଦ ପରିଭ୍ରମଣ ଲାଗି ପର୍ଯ୍ୟଟକମାନଙ୍କ ଭିଡ଼ ଜମିଥାଏ ଏଠାରେ। କୁଳୁ କୁଳୁ ହୋଇ ବହି ଯାଉଥିବା ଝରଣା ସ୍ୱର ସାଙ୍ଗକୁ ପକ୍ଷୀମାନଙ୍କର କିଚିରିମିଚିରି ଶବ୍ଦରେ ପର୍ଯ୍ୟଟକମାନେ ବିମୋହିତ ହୋଇଥାନ୍ତି ଏଠି। ସେହିପରି 150 ବର୍ଷ ପୂର୍ବେ ସିଦ୍ଧପୁରୁଷ ସାଧୁ ରାମବାବାଙ୍କ ଦ୍ୱାରା ପ୍ରତିଷ୍ଠିତ ଏଠାକାର ଶୈବପୀଠର ଆଧ୍ୟାତ୍ମିକ ପରିବେଶ ମଧ୍ୟ ପର୍ଯ୍ୟଟକମାନଙ୍କୁ ଅଧିକ ଆକୃଷ୍ଟ କରିଥାଏ। ଆସନ୍ତୁ ଏବେ ବୁଲିବା, ମନଭରି ଉପଭୋଗ କରିବା ମନ୍ଦିରର ଆଧ୍ୟାତ୍ମିକ ପରିବେଶ ଏବଂ ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟପୂର୍ଣ୍ଣ ପ୍ରକୃତି ନିବାସ। ଲୋକକଥା ଅନୁଯାୟୀ ଗରୁଡ଼କୁଣ୍ଡ, ଧୁବୁଣୀକୁଣ୍ଡ, ଆକାଶଗଙ୍ଗା, ଅସୁରହାଡ଼ ଭଳି ରହିଛି ଅନେକ ପୌରାଣିକ କିମ୍ବଦନ୍ତୀ। ଆସନ୍ତୁ ଏବେ ବୁଲି ଦେଖିବା ସେଗୁଡ଼ିକ। ଆକାଶରୁ ଗଙ୍ଗା ଖସିବାର ଭ୍ରମ ସୃଷ୍ଟି କରୁଥିବା ବିରାଟକାୟ ପଥର ଉପରେ ପାହାଡ଼ରୁ ଖସି ପଡ଼ିଥିବା ଝରଣାର ଉତ୍ପତ୍ତି ସ୍ଥଳ ହେଉଛି ଏଠାକାର ମୁଖ୍ୟ ଆକର୍ଷଣ। ଆକାଶଗଙ୍ଗା ଭାବେ ପରିଚିତ ଏହି ସ୍ଥାନଟି ଏବେ ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆସନ୍ତୁ ଏବେ ଯିବା ମନ୍ଦିର ଆଡ଼କୁ। ଦେଖିବା ମନ୍ଦିର ପରିବେଶ କେମିତି ରହିଛି ଯାତ୍ରୀ ସମାଗମ। ଏଠାରେ ପ୍ରତିଷ୍ଠିତ ଆଶ୍ରମର ସିଦ୍ଧ ପୁରୁଷ ରାମବାବାଙ୍କ ପ୍ରତିମୂର୍ତ୍ତି ନିକଟରେ ଥିବା ସାଙ୍କେତିକ ଚକ୍ର ଏବଂ କେଉଁ କାଳରୁ ଲିଭି ନଥିବା କୁଣ୍ଡର ଧ୍ୱନି ଦର୍ଶକମାନଙ୍କ ମନରେ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିଥାଏ। ସେହିପରି ଏଠାରେ ପ୍ରତିଦିନ ଭୋଗ ଲାଗି ହେଉଥିବା ଖିଚୁଡ଼ି ଅନ୍ନପ୍ରସାଦ ପାଇ ଶ୍ରଦ୍ଧାଳୁମାନେ ଆତ୍ମତୃପ୍ତି ଲାଭ କରିଥାନ୍ତି। ଏବେ ଆସନ୍ତୁ ମନ୍ଦିର ପରିସରରେ ଥିବା ସାଧୁଙ୍କ ଠାରୁ ପଚାରି ବୁଝିବା କ'ଣ ରହିଛି ଏହି ସ୍ଥାନର ସ୍ୱତନ୍ତ୍ରତା, କାହିଁକି ଦର୍ଶକମାନଙ୍କର ଭିଡ଼ ପରିଲକ୍ଷିତ ହେଉଛି ଏଠାରେ। ମୋ ନାଁ କୃଷ୍ଣଚନ୍ଦ୍ର ଦାସ। ମୁଁ ଏଠି ସେବକ ଅଟେ। ଏଠି ଶିବରାତ୍ରି ହୁଏ ଉତ୍ସବ ଫାଲ୍ଗୁନ ମहीନା में। यात्री लोग बहुत ये आसती जाती भाया भक्त समागम रहे एठी। ତେବେ ଏସବୁ ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ
ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ପ୍ରାୟ 2 କିଲୋମିଟର ପାଦଚଲା ରାସ୍ତା ଏବେ ବି ପ୍ରତିବନ୍ଧକ ଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେହିପରି ପୂର୍ବେ ନିର୍ମିତ ଷ୍ଟ୍ରକ୍ଚର ସବୁ ଭାଙ୍ଗି ଯାଇଥିବାରୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କଲା ଭଳି ଏହି ସ୍ଥାନଟିର ପୁନଃ ସୌନ୍ଦର୍ଯ୍ୟକରଣର ଆବଶ୍ୟକତା ଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ତେବେ ସରକାରଙ୍କର ଦୃଷ୍ଟି ନିକ୍ଷେପ ସ୍ୱରୂପ ଏହି ସ୍ଥାନଟିର ପୁନରୁଦ୍ଧାର ହେବା ସହିତ ଏହି ସ୍ଥାନକୁ ଜଙ୍ଗଲ ମଧ୍ୟରେ ଅତିକ୍ରମ କରୁଥିବା 2 କିଲୋମିଟର ରାସ୍ତାର ମରାମତି ହୋଇପାରିଲେ ଏ ବର୍ଷର ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ପରିଭ୍ରମଣ ପାଇଁ ଯାତ୍ରୀମାନଙ୍କର ସମାଗମ ପାଇଁ ପ୍ରତିବନ୍ଧକ ଦୂରୀଭୂତ ହୋଇପାରନ୍ତା।